ତିନି ରାଜ୍ୟ ସୀମାନ୍ତ ମୟୂରଭଞ୍ଜ ଜିଲ୍ଲାର ଜାମଶଳାଠାରେ ଚାଲିଛି ବେଧଡ଼କ ବେଆଇନ ଲୁହା ଛଡ଼ ବେପାର। କମ୍ପାନୀରୁ ଟଲର ଯୋଗେ ଆସୁଥିବା ବିଭିନ୍ନ କମ୍ପାନୀର ଲୁହା ଛଡ଼ ଏହି ଜାମଶଳାଠାରେ ବେଆଇନ ଭାବେ କଟିଂ କରି ବାହାର କରାଯାଇ ସ୍ୱଳ୍ପ କମ୍ ମୂଲ୍ୟର ବଜାରରେ ବିକ୍ରି କରାଯାଉଛି। ହେଲେ ପୋଲିସ କିମ୍ବା ପ୍ରଶାସନର ନଜର ପଡ଼ୁନାହିଁ। ପ୍ରକାଶ ଥାଉ କି ପଶ୍ଚିମବଙ୍ଗ ଅଞ୍ଚଳର କିଛି ଯୁବକ ଜାମଶଳାସ୍ଥିତ ଢାବାଗୁଡ଼ିକ ପଛରେ ରହି ଏହି ଲୁହା ଛଡ଼ ବେଆଇନ କାରବାର ଚଳାଇଛନ୍ତି। ପ୍ରତ୍ୟେକ ସପ୍ତାହରେ ବିଭିନ୍ନ ଅଞ୍ଚଳର ଟଲର ଉକ୍ତ ଢାବା ପଛକୁ ଯାଇ ମାଲିକର ଅଜାଣତରେ ଟ୍ରକ୍ରୁ କିଛି ଲୁହା ଛଡ଼ ବାହାର କରି ଏହି ପଶ୍ଚିମବଙ୍ଗ ବେପାରୀକୁ ବିକ୍ରି କରୁଛନ୍ତି ଏବଂ ବଙ୍ଗୀୟ ବ୍ୟବସାୟୀ ଏହି ଲୁହା ଛଡ଼କୁ ବଜାର ମୂଲ୍ୟଠାରୁ କିଛି କମ୍ କରି ସ୍ଥାନୀୟ ବ୍ୟବସାୟୀଙ୍କୁ ଦେଉଛନ୍ତି। ଅଧିକ ଲାଭ ପାଇଁ ବେଆଇନ ଲୁହା ଛଡ଼ ବଜାରରେ ବିକ୍ରି ହେଉଛି। ତେବେ ଜାମଶଳା ତନଖି ଫାଟକ ବନ୍ଦ ହେବା ପରେ ବେଳେବେଳେ ଆରକ୍ଷୀ ଅଧୀକ୍ଷକ ନିର୍ଦ୍ଦେଶ ଦେଲେ ଉକ୍ତ ସ୍ଥାନରେ ପୋଲିସ ଗାଡ଼ିକୁ ଯାଞ୍ଚ କରନ୍ତୁ, ନହେଲେ ଗୋଟିଏ ଫାଣ୍ଡି ଥିଲେ ସୁଦ୍ଧା କର୍ମଚାରୀଙ୍କ ଅଭାବ ହେତୁ ଉକ୍ତ ଅଞ୍ଚଳରେ ବେଆଇନ କାରବାର ବେଧଡ଼କ ଚାଲୁ ରହିଛି। ଧଳା ପଥର, ଲୁହା ଛଡ଼, କୋଇଲା ପରି ଅନେକ ସାମଗ୍ରୀ ବେଆଇନ ଭାବେ ଉକ୍ତ ଅଞ୍ଚଳରେ ବ୍ୟବସାୟ ଚାଲିଥିବା ବେଳେ ନକଲି ସରକାରୀ ଦସ୍ତାବିଜ ମଧ୍ୟ ଏବେ ବି ତିଆରି ଚାଲିଥିବା ଜଣାଯାଇଛି। ହେଲେ ପ୍ରଶାସନ କିମ୍ବା ପୋଲିସ ଏଥିପ୍ରତି ଧ୍ୟାନ ନ ଦେବା ହେତୁ ବେଆଇନ କାରବାର ଆଇନସଙ୍ଗତ ପରି ଚାଲୁ ରହିଛି। ଗଣମାଧ୍ୟମ ପ୍ରତିନିଧି ଖବର କରିବାକୁ ଗଲେ ମାରପିଟ କରିବାକୁ ଧମକ ସହିତ ପୋଲିସ ଓ ମିଡ଼ିଆକୁ ମୋଟା ଅଙ୍କର ଟଙ୍କା ଦେଇ ବ୍ୟବସାୟ କରୁଛୁ ବୋଲି ପଶ୍ଚିମବଙ୍ଗ ବ୍ୟବସାୟୀ କହୁଥିବା ଜଣାପଡ଼ିଛି। ତେବେ ପଶ୍ଚିମବଙ୍ଗର ବ୍ୟବସାୟୀ କାହା ସାହାଯ୍ୟରେ ଓଡ଼ିଶା ସୀମାରେ ବେଆଇନ ବ୍ୟବସାୟ କରୁଛନ୍ତି ତାହା ପୋଲିସ ତଦନ୍ତ କଲେ ହୁଏତ ଜଣାପଡ଼ନ୍ତା। ପୋଲିସର ଅବହେଳା ଯୋଗୁଁ ପୂର୍ବରୁ ମଧ୍ୟରାତ୍ରରେ ଢାବାରେ ଗୁଳି ଚାଳନା ପରି ଘଟଣା ସାମ୍ନାକୁ ଆସିଥିଲା। ପରେ ଅଭିଯୁକ୍ତ ଜଣକ ପଡ଼ୋଶୀ ରାଜ୍ୟକୁ ଫେରାର ହୋଇଯାଇଥିଲେ। ନୂଆ ସରକାର ଆସିବା ପରେ ଆଇନ ଶୃଙ୍ଖଳାରେ ପରିବର୍ତ୍ତନ ହୋଇଥିବା କଥା କୁହାଯାଉଥିବା ବେଳେ ବି ପୂର୍ବ ଅପେକ୍ଷା ଲୋକଙ୍କ ପୋଲିସ ପ୍ରତି ଭୟ ନାହିଁ। ବେହାଲ ଭାବେ ଦିନ ରାତି ଲଗାମ ଛଡ଼ା ହୋଇ ଚାଲିଛି କାରବାର ଏବଂ ଏଥିରେ ବେଆଇନ ବ୍ୟବସାୟୀଙ୍କ ମୁଖ୍ୟ ସହଯୋଗୀ ସାଜିଛନ୍ତି ପୋଲିସ ବିଭାଗର କର୍ମଚାରୀ। ଜିଲ୍ଲାର ଏସ୍ପି ସୀମାନ୍ତ ଅଞ୍ଚଳ ପ୍ରତି ଦୃଷ୍ଟି ନଦେଲେ କୌଣସି ବି ସମୟରେ ଉକ୍ତ ସ୍ଥାନରେ ଆଇନ ଶୃଙ୍ଖଳା ବିଗିଡ଼ିପାରେ ଏକଥାକୁ ଏଡ଼ାଇ ଯାଇପାରିବ ନାହିଁ। ତେବେ ଖବର ପରେ ଗଣମାଧ୍ୟମ ପ୍ରତିନିଧିକୁ ପୂର୍ବପରି ଧମକ ମିଳୁଛି ଅଥବା ପୋଲିସ ନିଜର କର୍ତ୍ତବ୍ୟ କରୁଛି ତାହା ଦେଖିବାକୁ ବାକି ରହିଲା। ମୟୂରଭଞ୍ଜରୁ ମଳୟ ନାୟକ ରିପୋର୍ଟ, ୱାନ୍ ଓଡ଼ିଶା।